ସମସ୍ତଙ୍କୁ ସ୍ୱାଗତ। ଆଜିର ଟପିକ୍ ହେଉଛି ବନ୍ଦେ ଉତ୍କଳ ଜନନୀ। ଚାଲନ୍ତୁ ଡିସ୍କସନ୍ କରିବା। ପ୍ରଥମ ପ୍ରଶ୍ନ ଅଛି, ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଏ? ଅପସନ୍ ଏ ରେ ଅଛି ମନ୍ଦିର, ବି କୁଟୀର, ସି ବନଭୂମି, ଡି ଭୂଧର। ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଏ? ଆନ୍ସର ହେବ ସି ବନଭୂମି। ଦ୍ୱିତୀୟ ପ୍ରଶ୍ନ, ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଛି? ଅପସନ୍ ଏ ରେ ଅଛି ଭୂଧର ଦ୍ୱାରା, ବି ରେ ଅଛି ମନ୍ଦିର ଦ୍ୱାରା, ସି ଉଟଜ ଦ୍ୱାରା, ଡି ତୀର୍ଥ ଦ୍ୱାରା। ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଛି? ଆନ୍ସର ହେବ ସି ଉଟଜ ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ, ଅନିନ୍ଦା ଶବ୍ଦର ଅର୍ଥ କ'ଣ? ପ୍ରଶଂସନୀୟ, ବିଦ୍ୱାନ, ବନ୍ଦନୀୟ, ପବିତ୍ର। ଅନିନ୍ଦା ଶବ୍ଦର ଅର୍ଥ କ'ଣ? ଆନ୍ସର ହେବ ପ୍ରଶଂସନୀୟ, ଅପସନ୍ ଏ। ପରବର୍ତ୍ତୀ ପ୍ରଶ୍ନ, ଉଟୟ ଶବ୍ଦର ପ୍ରତିଶବ୍ଦଟି ଚିହ୍ନାଅ। ଅପସନ୍ ଏ ରେ ଅଛି ଜଟାଧାରୀ ଋଷି, ବି ପତ୍ରକୁଟୀର, ସି ପର୍ବତ, ଡି ଗହ୍ୱର। ଉଟୟ ଶବ୍ଦର ପ୍ରତିଶବ୍ଦଟି ଚିହ୍ନାଅ। ଆନ୍ସର ହେବ ପତ୍ରକୁଟୀର, ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କେଉଁଟି ପ୍ରବନ୍ଧ ସଂକଳନ? ଅପସନ୍ ଏ ରେ ଅଛି କଣା ମାମୁଁ, ଶରୀର ମାଧ୍ୟମ, ଦେହିପଦ ପଲ୍ଲବ ମୁଦାରମ, ଡଗର। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କେଉଁଟି ପ୍ରବନ୍ଧ ସଂକଳନ? ଆନ୍ସର ହେବ ଅପସନ୍ ବି ଶରୀର ମାଧ୍ୟମ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ କେଉଁଥିରେ ପୂର୍ଣ୍ଣ ହୋଇଛି? ଅପସନ୍ ଏ ରେ ଅଛି କଳାରେ, ବି ଜ୍ଞାନରେ, ସି ତୀର୍ଥଚୟରେ, ଡି କୀର୍ତ୍ତିରେ। ଉତ୍କଳ କେଉଁଥିରେ ପୂର୍ଣ୍ଣ ହୋଇଛି? ଆନ୍ସର ହେବ ସି ତୀର୍ଥଚୟରେ। ପରବର୍ତ୍ତୀ ପ୍ରଶ୍ନ, ବନ୍ଦେ ଉତ୍କଳ ଜନନୀ କବିତାରେ ଶରଣ୍ୟେ କେଉଁ ଅର୍ଥରେ ବ୍ୟବହୃତ? ଅପସନ୍ ଏ ରେ ଅଛି ଶରଣ୍ୟ ଦେବା, ବି ରେ ଅଛି ଶରଣ ନେବା, ସି ଶରଣ ମାଗିବା, ଡି ଶରଣକୁ ପ୍ରତ୍ୟାଖ୍ୟାନ କରିବା। ବନ୍ଦେ ଉତ୍କଳ ଜନନୀ କବିତାରେ ଶରଣ୍ୟେ କେଉଁ ଅର୍ଥରେ ବ୍ୟବହୃତ? ଆନ୍ସର ହେବ ଏ ଶରଣ ଦେବା। ପରବର୍ତ୍ତୀ ପ୍ରଶ୍ନ, ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? 1937, 1936, 1947, 1920। ଡଗର ପତ୍ରିକା କେବେ ପ୍ରକାଶିତ ହୋଇଥିଲା? ଆନ୍ସର ହେବ ଏ 1937। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାର କୁହାଯାଇଛି? ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି? ଏ ଘଞ୍ଚ, ବି ବନ୍ୟଜନ୍ତୁପୂର୍ଣ୍ଣ, ସି ତାଳତମାଳ ବୃକ୍ଷପୂର୍ଣ୍ଣ, ଡି ଯୋଗୀ ଋଷିଙ୍କ ବାସସ୍ଥଳୀ। ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି?
आंसर हम ए घंच। परवर्ती प्रश्न, बंदे उत्कल जननी कवितारे कवि काहार बारंबार वर्णना करिसेंती? ए सरस्वतींकर, बी महालक्ष्मींकर, सी उत्कल जननींकर, डी दुर्गांकर। तो आंसर हम सी उत्कल जननी, उत्कल जननींकर। परवर्ती प्रश्न, केउमानଙ୍କ कुटर द्वारा उत्कल भूमि पवित्र बोली कवि कहिसंती? ऑप्शन ए शिल्पी मानकर, बी साधु सन्यासींकर, सी योगी ऋषि मानकर, डी कृषक मानकर। केउमानଙ୍କ कुटर द्वारा उत्कल भूमि पवित्र बोली कवि कहिसंती? आंसर हम सी योगी ऋषिंकर। परवर्ती प्रश्न, कवि उत्कल जननी को चारु भाष्यमयी कही काहा महत्व प्रतिपादन करिसंती? ए उत्कलर पूर्व गौरवर, बी ओडिया भाषार, सी उत्कलीय प्रकृतिर, डी उत्कलीय शिल्पकलार। कवि उत्कल जननी को चारु भाष्यमयी बोली कवि काहार महत्व प्रतिपादन करिसंती? आंसर हम बी ओडिया भाषार। परवर्ती प्रश्न, तरंग परी किए शोभा धारण करथिबा कवितारे कहा जाइछि? ए नील समुद्र, बी घंच वनभूमि, सी शुभ्र तटिनी, डी नील पर्वतमाला। तरंग परी किए शोभा धारण करथिबा कवितारे कहा जाइछि? आंसर हम डी नील पर्वतमाला। परवर्ती प्रश्न, उत्कल जननीଙ୍କ शरीर काहा द्वारा धौत हेउछि? ऑप्शन ए शुभ्र तटिनी, बी पुण्यतीर्थ, सी झरणा, डी समुद्र। उत्कल जननीଙ୍କ शरीर काहा द्वारा धौत हेउछि? आंसर हम डी समुद्र। परवर्ती प्रश्न, उत्कल जननीଙ୍କ शरीर को किए धोई देउछि? ऑप्शन ए वर्षा जल, बी नदी जल, सी समुद्रर जल, डी झरणार जल। आंसर हम सी समुद्रर जल। 16 नंबर, उत्कल केउमानଙ୍କର बासभूमि? ऑप्शन ए ऋषि मानଙ୍କର, बी वीर योद्धा मानଙ୍କର, सी विहंग मानଙ୍କର, डी कवि मानଙ୍କର। उत्कल केउमानଙ୍କର बासभूमि? आंसर हम बी वीर योद्धा मानଙ୍କର।